ବର୍ଷାର ତୀବ୍ରତା ରହିବ ଏବଂ କିଭଳି ଲୋକମାନେ ପ୍ରଭାବିତ ହେବେ ଏବଂ ଯେଉଁମାନେ ତଳିଆ ଅଞ୍ଚଳରେ ରହୁଛନ୍ତି ଏବଂ ଯେଉଁମାନେ ନଈ କୂଳିଆ ଅଞ୍ଚଳରେ ରହୁଛନ୍ତି ଯେଉଁମାନଙ୍କ ନଦୀବନ୍ଧର ମଧ୍ୟ ଦୁର୍ବଳ ରହୁଛି କିଭଳି ଭାବରେ ସାର୍ ଆଲର୍ଟ କରାଯାଇଛି? ନା ଡେଫିନେଟଲି ଆମର ଯେମିତି କହିଲେ ଆମର ହୀରାକୁଦ ଡ୍ୟାମ୍ରୁ ବି କିଛି ମାତ୍ରାରେ ଜଳ ନିଷ୍କାସନ କରାଯାଇଛି ଏବଂ ଆମେ ବି ତାର ରେଗୁଲାର ଅପଡେଟ୍ସ ଆମେ ପାଉଛୁ। ଏସ୍ଆରସିଙ୍କ ଅଫିସ ତରଫରୁ ନିଷ୍କାସନ ଆରମ୍ଭ ହେଲା ବେଳକୁ ସୂଚନା ମଧ୍ୟ ଦିଆଯାଇଥିଲା, ରେଗୁଲାର ସୂଚନା ମଧ୍ୟ ଦିଆଯାଉଛି ଏବଂ ୱାଟର ରିସୋର୍ସ ଡିପାର୍ଟମେଣ୍ଟ ତରଫରୁ ମଧ୍ୟ ଆମକୁ ମାନେ କିଛି ଆର୍ଲି ବେସିସ୍ରେ ଆମକୁ ଇନଫର୍ମେସନ୍ ମିଳୁଛି। ତତ୍ସହିତ ଯେମିତି ଆମର ରେନଫଲ୍ର ବି ଫୋରକାଷ୍ଟ ଅଛି, ତ ଆମର ପୁରୀ ଜିଲ୍ଲାରେ ବି ବିଭିନ୍ନ ସ୍ଥାନରେ ବିଭିନ୍ନ ମାତ୍ରାରେ ବର୍ଷା ହେଉଛି, ତାର ଫୋରକାଷ୍ଟ ମଧ୍ୟ ତାର ରେନଫଲ୍ ଡେଟା ମଧ୍ୟ ଆମେ ମନିଟର କରୁଛୁ। ଆମର ଯେଉଁ 24/7 ଡିଷ୍ଟ୍ରିକ୍ଟ ଆମର ଏମର୍ଜେନ୍ସି ଅପରେସନ୍ ସେଣ୍ଟର ଅଛି ସେଇଟା ବି ଆକ୍ଟିଭ୍ ଅଛି ଏବଂ ସେଇଟା ସିନିୟର ଅଫିସର ମଧ୍ୟ ମନିଟରିଂ କରୁଛନ୍ତି। ତତ୍ସହିତ ଆପଣ ଯେମିତି କହିଲେ କି ଆମର ଯେଉଁ 4ଟି ମୁଖ୍ୟ ଆମର ରିଭର ସିଷ୍ଟମ୍ସ ଅଛି, ତ ସମସ୍ତ କନସର୍ଣ୍ଣଡ ଏସି କିମ୍ବା ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଇରିଗେସନର ତାଙ୍କଠୁ ବି ପ୍ରତି 2-3 ଘଣ୍ଟାରେ ଅପଡେଟ୍ ନିଆହେଉଛି କି ତାଙ୍କ ୱାଟର ଲେଭେଲ କ'ଣ ଅଛି, ସେଇଟା ଯଦି ମାନେ କିଛି ଡେଞ୍ଜର ମାର୍କ ଉପରକୁ ଯାଇଛି କି। ତ ବର୍ତ୍ତମାନ ଖୁସିର କଥା କି ଆମର ଗେଜ୍ ତଳେ ହିଁ ବର୍ତ୍ତମାନ ପାଣି ସବୁ ମେଜର ରିଭର ସିଷ୍ଟମ୍ସରେ ଚାଲିଛି। ତତ୍ସହିତ ଆମର କିଛି ଭଲନେରେବଲ୍ ପ୍ଲେସେସ୍ ଅଛି, ଯେମିତି କହିଲେ କଣାସ ଏବଂ ବିଭିନ୍ନ ଜାଗାରେ ଲୋ ଲାଇଂ ଏରିଆଜ୍ ଅଛି ଯେଉଁଟାକି ରିଭର ଲେଭେଲ ତଳକୁ ବି ଆମର କିଛି ହ୍ୟାବିଟେସନ୍ ଅଛି। ତ ସେଇଠି ସମସ୍ତ ଆମର ଅଧିକାରୀମାନେ ଯେଉଁମାନେ ବିପର୍ଯ୍ୟୟ ସହିତ ଜଡ଼ିତ ଆମର ବିଡ଼ିଓ, ତହସିଲଦାର, ଆମର ଫାୟାର ଟିମ୍ସ, ପୁଲିସ ସମସ୍ତ ବିଭାଗକୁ ମାନେ ହେଡ଼କ୍ୱାର୍ଟର ରହିବା ପାଇଁ ଏବଂ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆହେଇଛି। ତ ଆଜି ବି ଦେଖିଥିବେ କି ଆମର ଯେଉଁ ରାଜୁଆ ଆମର ଯେଉଁ ନଦୀ ଅଛି ତା ଦେହରୁ 2ଟି ଗାଁରେ ପାଖାପାଖି ଓଭରଫ୍ଲୋ କିଛି କୌଣସି ବି ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ କୌଣସି ବି ବ୍ରିଚ୍ ହେଇନାହିଁ, କିନ୍ତୁ ଓଭରଫ୍ଲୋ ହେଇକି ଯେହେତୁ ଆମର ଯେଉଁ ଲୋ ଲାଇନ୍ କଥା କହିଲେ ତ ସେଇଟା କିଛି ମାତ୍ରାରେ କୌଣସି ବି ଜନ ବସ୍ତିରେ ପାଣି ପଶିନାହିଁ। କେବଳ ଏଗ୍ରିକଲଚର ଲ୍ୟାଣ୍ଡ ବି ଆମର ପ୍ୟାଡ଼ିରେ ବି କିଛି ପଶିନାହିଁ, କେବଳ ଆମର 10 ଏକର ଆମର ଲ୍ୟାଣ୍ଡରେ ପଶିଛି। ତା ଦେହରେ ବି ଆମ ଜଏଣ୍ଟ ଟିମ୍ ଯାଇକି ଏଗ୍ରିକଲଚର, ହର୍ଟିକଲଚର ଏବଂ ରାଜସ୍ୱ ବିଭାଗର ଟିମ୍ ଯାଇକି ଇନିସିଆଲ ରିପୋର୍ଟଟି ମଧ୍ୟ ସବମିଟ୍ କରିଛନ୍ତି ଏବଂ ଆମେ ଆଶା କରୁଛୁ ଯଥାଶୀଘ୍ର ପାଣିଟି ବି ସେଇଠୁ ନିଷ୍କାସନ ହେଇଯିବ। ତ ୱାନ୍ସ ସେଇଟା ନିଷ୍କାସନ ହେବ ଡିଟେଲ ରିପୋର୍ଟଟି ଆସିବ। ତ ସମସ୍ତ ପ୍ରକାରର ଆଲର୍ଟ ମୋଡ଼ରେ ଅଛନ୍ତି ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଯଦି କୌଣସି ବି ଆମେ ଦେଖିଲୁ କି ରେନଫଲ୍ ବେଶୀ ହେବାର ଆଶଙ୍କା ଅଛି କିମ୍ବା କେଉଁଠି ଲୋ ଲାଇଂ ଏରିଆ ଫ୍ଲଡିଂ ହେବାର ଅଛି, ଆବଶ୍ୟକତା ପଡ଼ିଲେ ଆମେ ନିୟରେଷ୍ଟ ଟେମ୍ପରାରୀ ସେଲ୍ଟରରେ ମଧ୍ୟ ତାଙ୍କୁ ସିଫ୍ଟ କରିବୁ। ତଥାପି ସାର୍ ସେମିତି କିଛି ଆପଣ ଇଏ କରିଛନ୍ତି କି ଯେ କେଉଁ ଏରିଆରେ ମାନେ ୱାଟର ଲଗିଂ ହେବାର ସମ୍ଭାବନା ରହିଛି? ନା ଆମର ତ ମୁଁ ଯେମିତି କହିଲି କଣାସ ଏବଂ ଆମର କିଛି ଏରିଆଜ ଅଛି ଯେଉଁଟାକି ୱାଟର ଲଗିଂ ଜେନେରାଲି ହେଭି ରେନଫଲ୍ ହେଲେ ବି ହେଇଯାଏ କିଛି ମାତ୍ରାରେ। ତ ସବୁ ଆଇଡେଣ୍ଟିଫାଏଡ ଅଛନ୍ତି ଆଣ୍ଡ ଇଭାକୁଏସନ୍ ବର୍ତ୍ତମାନ ଯେମିତି କହିଲି ମୁଁ, ତ ଯେମିତି ଆମର ସବୁ ରିଭର ସିଷ୍ଟମ୍ସରେ ପ୍ରାୟତଃ ଗେଜ୍ ତଳେ ହିଁ ପାଣି ଅଛି, ତ ସେମିତି କିଛି ଡେଞ୍ଜର ଲେଭେଲକୁ ପାଣି ବର୍ତ୍ତମାନ ସୁଦ୍ଧା ଆସିନାହିଁ। ମୁଣ୍ଡଳିରେ ମଧ୍ୟ ଆରାଉଣ୍ଡ 4 lakhs କ୍ୟୁସେକ୍ ପାଣି ଅଛି, ତ ସେଇଟା ମୋର ଦେନ୍ 5 lakhs ଥିଲେ ହିଁ କିଛି ଚିନ୍ତାର ବିଷୟ ପୁରୀ ପାଏ। ଆଜ୍ ଅଫ୍ ନାଉ ସେମିତି ୱାଟର ଡିସଚାର୍ଜ ଯେଉଁ କିଛି ନାହିଁ, ବଟ୍ ଯେହେତୁ ରେନଫଲ୍ ମଧ୍ୟ ହେଉଛି ତ ଆମେ ଉଭୟ ଇରିଗେସନ୍ ଡିପାର୍ଟମେଣ୍ଟର ଇନପୁଟ୍ସ ଏବଂ ରେନଫଲ୍ ଡାଟା ଦେଖିକି ଆମେ ସତର୍କ ଅଛୁ। ଆମର ବିଗତ ବର୍ଷରେ ମଧ୍ୟ ଡାଟା ଅଛି କି କେଉଁଠି ଲୋ ଲାଇଂ ଏରିଆଜ୍ ଅଛି, ସେଇଟା ବି ଅଫିସର ପ୍ରସ୍ତୁତ ଅଛନ୍ତି, ସିଭିଲ୍ ସପ୍ଲାଏ ଆଣ୍ଡ ଅଦର ଡିପାର୍ଟମେଣ୍ଟ ବି ପ୍ରସ୍ତୁତ ଅଛନ୍ତି। ଯଦି ଇଭାକୁଏସନ୍ର ଆବଶ୍ୟକତା ପଡ଼ିଲା ଇମିଡ଼ିଏଟ୍ କରାଯିବ ଏବଂ ତାଙ୍କୁ ଯେଉଁ ଷ୍ଟେଟ୍ ରିଲିଫ୍ କୋଡ଼୍ ଅଛି ତା ଅନୁସାରେ ତାଙ୍କୁ ଯାହା ବି ଅଛି ଆସିଷ୍ଟାନ୍ସ ମଧ୍ୟ ପ୍ରଦାନ କରାଯିବ। ପାଣିପାଗର ସତର୍କ ସୂଚନା ଅନୁସାରେ ଆମେ ଯଦି କହିପାରିବା ସାର୍, ଯଦି ସମୁଦ୍ର କୂଳିଆ ଅଞ୍ଚଳ ଯେଉଁମାନେ ସବୁ ରହିଛନ୍ତି, କୃଷ୍ଣପ୍ରସାଦ କୁହନ୍ତୁ କି ଅସ୍ତରଙ୍ଗ କୁହନ୍ତୁ କି କାକଟପୁର କୁହନ୍ତୁ, ଏସବୁ ତଳିଆ ଅଞ୍ଚଳରେ ସାର୍ କିଭଳି ଭାବରେ ସେମାନଙ୍କୁ ଇଏ କରାହେଉଛି ଏବଂ ଡଙ୍ଗା ଆମର ଯେମିତି ମୁଁ କହିଲି କି ଯାହା ବି ଆମେ ସତର୍କ ମେସେଜ ଆମେ ପାଉଛୁ, ଆମର ଆପ୍ ବି ଅଛି, ସତର୍କ ଆପ୍ ବି ଅଛି। ତ ଆମେ ଯାହା ବି ପାଣିପାଗ ବିଭାଗ ହଉ କି ଆମର ଯେଉଁ ବିଭିନ୍ନ ବିଭାଗର ଅଛି, ଆମର ଏସ୍ଆରସିଙ୍କ ତରଫରୁ ଆମକୁ ଏଭ୍ରି କିଛି ଆୱାର୍ସରେ ଆମକୁ ଅପଡେଟ୍ ମିଳୁଛି ଏବଂ ସବୁ ଅପଡେଟ୍ ଆମର ଯେଉଁ ମେକାନିଜମ୍ ଅଛି ଡାଟା ଡିସେମିନେସନ୍ ପାଇଁ, ସେଇ ଦିଗରେ ସମସ୍ତ ଆମର ତଟ କୂଳରେ ଏବଂ ଯେଉଁ ଲୋ ଲାଇଂ ଏରିଆଜରେ ଅଛି ସେଇଠି ବି ଯେଉଁ ଆମର ବିଭିନ୍ନ ଗଭର୍ଣ୍ଣମେଣ୍ଟ ଏଜେନ୍ସିଜ୍ କୁହନ୍ତୁ, ଆମର ପବ୍ଲିକ୍ ରିପ୍ରେଜେଣ୍ଟେଟିଭ୍ସ କୁହନ୍ତୁ ଏବଂ ଆମର କିଛି ଆମେ ଯେଉଁ ଆୱେରନେସ୍ ପାଇଁ ଆମର ଟିମ୍ସ ଯେଉଁ ଟ୍ରେନ୍ କରାହେଇଛି ଭଲେଣ୍ଟିୟର୍ସ ବି, ସେମାନଙ୍କୁ ବି ମେସେଜ ଡିସେମିନେଟ୍ କରାଯାଉଛି ବିଭିନ୍ନ ମାଧ୍ୟମରେ। ସେମାନେ ବି ଅବଗତ ହେଉଛନ୍ତି କି କିଛି ଆଣ୍ଡ ଯଦି କିଛି ବି ଆମେ
सिचुएशन एमती देखिबु कि फ्लडिंग किंबा बहुत हेवी रेनफॉल अछि कम्युनिकेट करिकी जहाँ नेसेसरी स्टेप्स निया